ଭକ୍ତିର ସାମନ୍ତ ସିନ୍ଧୁର ନବମ ଅଧ୍ୟାୟ ଚର୍ଚ୍ଚା କରୁଥିଲେ ଏବଂ ସେଥିରେ ଆମମାନେ ବିଷ୍ଣୁ ମନ୍ଦିର ପ୍ରଦକ୍ଷିଣ କରିବା ସେଇ ପର୍ଯ୍ୟନ୍ତ ଚର୍ଚ୍ଚା କରିଥିଲେ। ତେଣୁ ଆମମାନେ ଚର୍ଚ୍ଚା କରୁଥିଲେ ଏ ଯୋଉମାନେ ବାସ୍ତବରେ ମନ୍ଦିରକୁ ପରିକ୍ରମା କରନ୍ତି ସେମାନେ ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ତାଙ୍କୁ ଆଉ ଘୁରିବାକୁ ପଡେନି। ମନ୍ଦିର ପରିକ୍ରମା ଯଦି ଜଣେ କରିବାର ସୌଭାଗ୍ୟ ଲାଭ ପ୍ରାପ୍ତ ହୁଏ ତାକୁ ଏଇ ସଂସାରରେ ଆଉ କଣ କରିବାକୁ ପଡିବ, ପରିକ୍ରମା ବା ଭ୍ରମଣ କରିବାକୁ ପଡିବ ନାହିଁ। ତେଣୁ ଏଇ ଯୋଉ ଚତୁର୍ମାସ୍ୟ ସମୟରେ ଲୋକମାନେ ଅନ୍ୟତ୍ର ନ ଯାଇକି ଆଗରୁ ଗୋଟିଏ ସ୍ଥାନରେ ବାସ କରୁଥିଲେ ଏବଂ କଠୋର ଭାବରେ ସେମାନେ କଣ କରନ୍ତି, ବିଧିବିଧାନକୁ ପାଳନ କରନ୍ତି। ତେଣୁ ଅନ୍ତତଃ ପକ୍ଷରେ ଯଦି ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଜଣେ 4 ଥର ଭଗବାନଙ୍କର ମନ୍ଦିରକୁ ପ୍ରଣାମ କରେ ତାହେଲେ ସେ ସମଗ୍ର ବିଶ୍ୱକୁ ପରିକ୍ରମା କରିଛି। ତେଣୁ ଏବଂ ପରିକ୍ରମା ଫଳରେ ଗଙ୍ଗା ନଦୀ ପ୍ରଭାବିତ ହେଉଥିବା ସମସ୍ତ ତୀର୍ଥ ସ୍ଥାନ ସେ ଦର୍ଶନ କରିଛି। ତେଣୁ ଏଇ ସବୁ ଭକ୍ତ୍ୟାଙ୍ଗ ଗୁଡିକ କରିବା ଦ୍ଵାରା ଜଣେ ଭଗବତ ଭକ୍ତି ସ୍ତରକୁ ଉନ୍ନୀତ ହେଇଯାଏ। ତାପରେ ହଉଛି ଶ୍ରୀ ବିଗ୍ରହଙ୍କର ଅର୍ଚ୍ଚନା। ଅର୍ଚ୍ଚନା ଅର୍ଥାତ୍ ମନ୍ଦିରରେ ବିଗ୍ରହ ପୂଜା କରିବା ଦରକାର। ଶ୍ରୀମଦ୍ ଭାଗବତମରେ ଭଗବାନ ନିଜେ ଦଶମ ସ୍କନ୍ଦ 81 ଅଧ୍ୟାୟ 19 ନମ୍ବର ଶ୍ଲୋକରେ ସୁଦାମା ବିପ୍ରଙ୍କୁ କହିଛନ୍ତି ଯେ ଯଦି ଜଣେ ଭଗବାନ କୃଷ୍ଣଙ୍କୁ ଆରାଧନା କରେ, ସୁଦାମା ବିପ୍ର ଏଇ କଥାଟି ବ୍ୟକ୍ତ କରୁଛନ୍ତି, ତାହେଲେ ସିଏ ସ୍ୱର୍ଗୀୟ ଐଶ୍ୱର୍ଯ୍ୟ ଲାଭ କରେ ଏବଂ ତାକୁ ଶେଷରେ ଏଇ ଶରୀର ଜୀବନ ଶେଷରେ ମୁକ୍ତି ପ୍ରାପ୍ତ ହୁଏ ଏବଂ ସମସ୍ତ ଗ୍ରହ ଉପରେ ଆଧିପତ୍ୟ ପ୍ରାପ୍ତ ହୁଏ। ଭୌତିକ ଜଗତରେ ସମସ୍ତ ଐଶ୍ୱର୍ଯ୍ୟ ମିଳେ ଏବଂ ଯୋଗ ପଦ୍ଧତିରେ ସିଦ୍ଧି ଲାଭ କରିପାରେ। ତେଣୁ ବାସ୍ତବରେ ଭଗବାନଙ୍କର ଅର୍ଚ୍ଚନା କରିବା ଫଳରେ ବ୍ୟକ୍ତି କଣ ହୁଏ, ବୈକୁଣ୍ଠକୁ ସ୍ୱାଭାବିକ ଭାବରେ ଅତି ଶୀଘ୍ର ବୈକୁଣ୍ଠକୁ ପ୍ରାପ୍ତ ହେଇପାରେ। ସେଥିପାଇଁ ଶ୍ରୀଲ ପ୍ରଭୁପାଦ ବ୍ୟକ୍ତ କରିଛନ୍ତି ଯେ ଭଗବାନଙ୍କୁ ଯୋଉମାନେ ଅର୍ଚ୍ଚନା କରନ୍ତି ସେମାନେ ଭଗବାନଙ୍କ ଧାମ ପ୍ରାପ୍ତି କରିବାକୁ ଅଭିଳାଷ କରନ୍ତିନି, କାରଣ ସେମାନେ ଭଗବାନଙ୍କ ଧାମରେ ହିଁ ରୁହନ୍ତି। ତାପରେ ତୃତୀୟରେ ହଉଛି ଭଗବାନଙ୍କର ସେବା। ତେଣୁ ଏଇ ଯୋଉ ସେବା ଯୋଉମାନେ ପ୍ରାପ୍ତ ହୁଅନ୍ତି ସେମାନେ ନିଶ୍ଚିତ ଭାବରେ ଯୋଉମାନେ ବିଗ୍ରହଙ୍କର ସେବା କରନ୍ତି ସେମାନେ ମୃତ୍ୟୁ ପରେ ଭଗବାନଙ୍କର ଧାମକୁ ପ୍ରାପ୍ତ ହୁଅନ୍ତି। ସେଥିପାଇଁ ଭାରତ ବର୍ଷରେ ଯୋଉ ମନ୍ଦିର ସବୁ ରହିଛି ତାହା ଏକ ରାଜକୀୟ ମାନେ ପ୍ରାସାଦ ସଦୃଶ। ତେଣୁ ବୃନ୍ଦାବନରେ ଆମେ ଦେଖୁଛେ ବା ଭାରତ ବର୍ଷରେ ଅନେକ ସ୍ଥାନରେ ବିଶେଷ ମନ୍ଦିର ରହିଛି ଯୋଉଠି ଭଗବାନଙ୍କର ସେବା ବହୁତ ପ୍ରୀତିପୂର୍ଣ୍ଣ ଭାବରେ ବହୁତ ଆଡମ୍ବର ସହକାରେ କଣ କରାଯାଏ। ତେଣୁ ମନ୍ଦିର ଯୋଉମାନେ ବାସ୍ତବରେ ୟାର ନିର୍ଣ୍ଣୟ ସିଦ୍ଧାନ୍ତ ହେଲା ଯେ ମନ୍ଦିର ତିଆରି କରିବା ଦରକାର, କାରଣ ମନ୍ଦିର ମାଧ୍ୟମରେ ଗୋଟିଏ ମନ୍ଦିର ମାଧ୍ୟମରେ ଆମେ ଦେଖୁନ୍ତୁ କେତେ ବଦ୍ଧ ଜୀବ ମାନେ କଣ ହଉଛନ୍ତି ଭଗବାନଙ୍କ ସହିତ ନିଜର ସମ୍ପର୍କ ସ୍ଥାପନ କରିପାରୁଛନ୍ତି। ଭଗବାନଙ୍କୁ ଦର୍ଶନ ମାଧ୍ୟମରେ, କୀର୍ତ୍ତନ ମାଧ୍ୟମରେ, ପ୍ରସାଦ ମାଧ୍ୟମରେ ଏବଂ ଉତ୍ସବ ମାଧ୍ୟମରେ, ସାଧୁ ଗୁରୁଙ୍କର ଦର୍ଶନ ମାଧ୍ୟମରେ ଭଗବାନଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛନ୍ତି ଏବଂ ଭଗବତ ସାମ୍ରାଜ୍ୟକୁ ଫେରିବାର ଏକ ସୁଯୋଗ ସେମାନେ ପ୍ରାପ୍ତ ହଉଛନ୍ତି। ଏଇ କଥାକୁ ଚତୁର୍ଥ ସ୍କନ୍ଦ ଭାଗବତରେ ପୃଥୁ ମହାରାଜ ମଧ୍ୟ ପ୍ରତିପାଦନ କରିଛନ୍ତି ଯେ ବାସ୍ତବରେ ଏଇ ଯୋଉ ମନ୍ଦିର ହଉଛି ବଦ୍ଧ ଜୀବର ଉଦ୍ଧାର ସ୍ଥଳୀ। ତେଣୁ ବାସ୍ତବରେ ଜଣେ କଣ ହବା ଦରକାର, ଏଇ ମନ୍ଦିର ସମସ୍ତ ପାପୀ ବଦ୍ଧ ଜୀବ ମାନଙ୍କୁ ଉଦ୍ଧାର କରିବାର ଏକ ଆଶା କଣ କରୁଛି, ଦର୍ଶାଉଛି ସମାଜ ଭିତରେ। ତେଣୁ ମନ୍ଦିର ଯଦି ଏତିକି କାର୍ଯ୍ୟ କରୁଛି, ତେଣୁ ମନ୍ଦିରରେ ଯୋଉମାନେ ସତତ ନିଯୁକ୍ତ ହେଇଛନ୍ତି ଭଗବତ ସେବାରେ ସେମାନେ ଯେ ମୁକ୍ତି ପ୍ରାପ୍ତ ନହେବେ ଏଥିରେ କଣ କହିବା। ତେଣୁ ଜଣେ ବାସ୍ତବରେ ଏଇ ବିଗ୍ରହଙ୍କର ପୂଜାରେ ଯଦି ନିଯୁକ୍ତ ରୁହେ ଯେକୌଣସି ସେବାରେ ପୂର୍ବ ଜନ୍ମର ସଞ୍ଚିତ ପାପ କର୍ମର ଫଳକୁ ନଗଣ୍ୟ କରିଦେଇ ପାରନ୍ତି। ତେଣୁ ବଡ ବିଧିବିଧାନ ସହକାରେ ମନ୍ଦିରରେ କଣ ହୁଏ, ପୂଜା ବିଧି ଅନୁଷ୍ଠିତ ହୁଏ ଏବଂ ଜଣେ ନିଜକୁ ସେଥିପାଇଁ ଯୋଗ୍ୟ ସ୍ଥିତିକୁ ନେଇକି କଣ କରିବା ଦରକାର, ଭଗବାନଙ୍କର ସେବା କରିବା। ମନ୍ଦିରରେ ବି ନିଜର ସେବା ହୁଏ, ଗୃହରେ ବି ଯେତେବେଳେ ବିଗ୍ରହ ସେବା କରାଯାଏ ଅଳ୍ପ
सेवा करेंगे किंतु तार मानटा बहुत उच्च रखा दरकार जेमती निर्दिष्ट वस्त्र रहा दरकार घरे सेवा कला बेले एवं अल्प समय पर हो पछे शुचि सौता भाव में एमती नुह जे जो लुगारे मलमूत्र त्याग कर से लुगा पिंधिकी आपण ठाकुर छुवे भगवान को पाखु जीवा पूर्व एटलिस्ट आचमन करिया दरकार हाथ मुंह धोइबा दरकार एमती नुहे जे वास्तव में आजिकल तो यू एक फैशन हो गलानी ठाकुर को धरिकी बुलवा किंतु पूर्व समय यह एक आदर्श मानदंड रखिला कारण बाहर को जीवा समय अनेक जा कहते आजिकल तो कहीं सूचि ज्ञान मानना नारी माने मासिक धर्म मानना तेणु जोड़ा कि अपवित्र तार बहुत ये तेणु बड़ जो मैंने वास्तव में शुचि शौचता को पालन करी भगवान सेवार नियुक्त हुंती सेमाने कौन करती ना वास्तव में भगवान सेवार फल को बहुत शीघ्र प्राप्त हो जाती भगवान महिमा गान करिया दरकार जहाँ को जी जना अच्छी से कौन करिया दरकार सेतिकी कौन करिया दरकार भगवान वाणी प्रचार कर गोटे बहुत सुंदर देखी महिमा गान विषय जड़े किंतु तांकर प्रचार करिवार शैली बहुत सुंदर परम पूज्य जयप्रकाश स्वामी गुरु महाराज शिष्य से गोटे साइकेल रे टिके पढ़िला भलिया अक्षर रे लिखिछन मानव जीवन बड़ दुर्लभ ए जीवन रे जीवन हमको प्राप्त हेछि भगवान सहित हमर संबंध स्थापन करिया पई भाग्यवान जीव माने भगवान सहित तांकर संपर्क को स्थापन करी चिरदिन आनंद रे रही पारिबे आ यार सबुठ सरल माध्यम है तांकर नाम जप करिवा जेकोनोसी अवस्था रे जेकोनोसी स्थिति रे एई नाम जप करी निजको कृतार्थ करि पारिबे हरे कृष्ण 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 हरे 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 राम 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 हरे हरे साइकेल लेखिकी से कौन करती मार्केट रे अनेक समय जाइए बुलते प्राय बहुत लोक मैंने भावना थिबा दरकार कारण जदि सेवार भावना थाए ताहले जेकोसी माध्यम रे जणे कौन कर परिबो ना प्रचार करि परिबो तापर होची संकीर्तन संकीर्तन रे भगवान लीला रूप गुण आदि महिमा उच्च स्वर रे कहा जाए ताकू संकीर्तन कहा जाए एवं ये संकीर्तन करने द्वारा कौन हुए त्रिभुवन पवित्र हो जाए याठू पाप कर्म को माने ख्यालन करिवार अन्य कौन श्रेष्ठ पंथा कलिजुग रे नाही तापरे गुरुत्वपूर्ण अंग आम माने मंत्र को कौन करे ताल ये करे को तो कीर्तन कहा जाए तेणु जप समय स्वर्ग सुखर पद पथ मध्य उन्मुक्त हो जाए व्यक्ति दिव्य आनंद को प्राप्त करें एवं याक आम गत क्लास कहलु जे निवेदन संप्रार्थनात्मिका दैनात्म बोधिका एवं लालसामयी ये कहीपर संप्रार्थना प्रार्थनात्मिका कौन हरे कृष्ण भगवान को भाव विषय प्रार्थना निवेदन कर अच्छा दैनात्म बोधिका दैन्य बोधिका जो अत्यंत दैन्य भाव माने मन कर रंजन पति प्रभु लालसामयी लालसामयी प्रार्थना कौन कहना चाहिए किसी गोटे आशा करी भगवान को प्रार्थना करवाटा हाँ बहुत सुंदर बहुत सुंदर तेणु जने प्रत्येक दिन निजर हृदय भावना को भगवान का चरण रे निवेदन करिया दरकार तापरे होची स्तव पाठ जेकोसी भगवत गीता हो बा जेकोसी सहस्र नाम हो बा स्तव हो स्तुति हो भागवतम गोपी गीत हो बा ध्रुव महाराज स्तुति हो बा प्रहलाद महाराज स्तुति हो जड़े कौन करिया दरकार भगवान को प्रत्येक दिन निर्दिष्ट एक स्तव वा स्तुति पाठ करिया दरकार एथिरे कहा जाउछि नृसिंह पुराण रे
ଯେ ଯଦି ଜଣେ ଭଗବାନ କୃଷ୍ଣଙ୍କ ବିଗ୍ରହ ଆଗରେ ସ୍ତବ ପାଠ କରେ ତାହେଲେ ସେ ତତ୍କ୍ଷଣାତ୍ ସମସ୍ତ ପାପ କର୍ମର ଫଳ ଭୋଗରୁ ମୁକ୍ତ ହୁଏ ଏବଂ ନିଶ୍ଚିନ୍ତ ଭାବରେ ବୈକୁଣ୍ଠ ଲୋକରେ ପ୍ରବେଶ କରିବାକୁ ଯୋଗ୍ୟ ବିବେଚିତ ହୁଏ। ତାପରେ ହଉଛି ତୁଳସୀ ମିଶ୍ରିତ ଜଳ ଏବଂ ଭଗବାନଙ୍କର ଯୋଉ ପ୍ରସାଦ ସହସ୍ର ଅଶ୍ୱମେଧ ଯଜ୍ଞର ପୁଣ୍ୟ ଫଳ ପ୍ରାପ୍ତ ହୁଏ। ତାପରେ ହଉଛି ଚରଣାମୃତ ପାନ। ତେଣୁ ଭଗବାନଙ୍କର ଯୋଉ ସ୍ନାନ ହୁଏ ପ୍ରାତ ମୁହୂର୍ତ୍ତରେ ଯଦି ଜଣେ ଯଜ୍ଞ କରିନାହିଁ ଏବଂ ସେ ଚରଣାମୃତ ପ୍ରାପ୍ତ ହଉଛି ତାହେଲେ ସେ ଏଇ ଚରଣାମୃତ ପାଇକି ଭଗବାନଙ୍କ ରାଜ୍ୟରେ ପ୍ରବେଶ କରିପାରିବ। ସେଥିଲାଗି ଏଇ ସବୁ ଭକ୍ତିର ଅତି ସରଳ ଅଙ୍ଗକୁ ବର୍ଣ୍ଣନା କରାଯାଉଛି ଯାହା ଫଳରେ ଏଇ ଭକ୍ତିର ଯେକୌଣସି ଏକ ଅଙ୍ଗକୁ ନିଜ ଜୀବନରେ ଆଚରଣ କରି ଜଣେ କଣ ହବ ନା ନିଜ ମନୁଷ୍ୟ ଜୀବନକୁ ସଫଳଭିତ କରିପାରିବେ। କିନ୍ତୁ ଚରଣାମୃତ ପାଇଲା ବେଳେ ଏଠି କହୁଛନ୍ତି ଜଣେ 3ଟି ବୁନ୍ଦା ଗ୍ରହଣ କରିବା ଦରକାର। କାରଣ ଯଦି ଚରଣାମୃତ ତଳେ ପଡେ ଏହା ବହୁତ ଅପରାଧ ହୁଏ। ବେଳେ ବେଳେ ଦେଖାଯାଏ ଯେତେବେଳେ ଆମର ଇସ୍କନରେ ଅଭିଷେକ ହୁଏ ଲୋକମାନେ ଗ୍ଲାସ ଧରିକି ଯାଆନ୍ତି ଆଉ ଯୋଉମାନେ ମାନେ ତାକୁ ସର୍ଭ କରନ୍ତି ସେମାନେ ବି ଏସବୁ ଜିନିଷ ଜାଣନ୍ତିନି ଆଉ ବହୁ ଚରଣାମୃତ ପଡିଯାଏ। ସାବଧାନ ରହିବା ଦରକାର ଯେ ଆମେ ଚରଣାମୃତ 3 ବୁନ୍ଦା ନେବା ଦରକାର। ଯଦି ବହୁତ ସଂଖ୍ୟାରେ ଅଛି ତାହେଲେ ସାବଧାନ ସହିତ ନେବା ଦରକାର ଯେପରି ମା ମାନେ ନିଜର ଲୁଗାକୁ ଏପରି ଟେକି ପାରିବେ ବା ଭକ୍ତ ମାନେ ନିଜ ଉତ୍ତରୀକୁ ରଖିବେ। ଯଦି ବି ଚରଣାମୃତ ପଡେ ତାହେଲେ ତାଙ୍କର ଉତ୍ତରୀ ବା ଲୁଗାରେ ପଡିଯିବ, ଭୂମିରେ ପଡିବନି ଏବଂ ସେମାନେ ଅପରାଧରୁ ବି ମୁକ୍ତ ରହିକି ସେମାନେ କଣ କରିବେ ଏ ସେବାକୁ ଗ୍ରହଣ କରିପାରିବେ। अर्पित पुष्प व धूपर आघ्राण या द्वारा वास्तव जड़े भौतिक बंधनर विषमय परिणति आरोग्य लाभ कर उद्धव श्रीमद भागवतम वर्णना कर भगवान अर्पित पुष्प को धारण करिकी जड़े कौन हम ना कामादि विकार से मुक्त हो पारे। तेणु तापरे होची श्री विग्रह को स्पर्श करवा विशेषकर रथ यात्रा बा भगवान शोभा यात्रा समय जिते भगवान बाहर को आसती जनसाधारण को एक सुजोग प्रदान करा जाए जो भगवान को स्पर्श कर विशेषकर रथ यात्रा समय अनेक भक्त मान जगन्नाथ को स्पर्श कर सुजोग लाभ करते हूँ श्री विग्रह दर्शन शास्त्र लिखाई जो मैंने अर्चन न करि पारंती से माने यदि श्रद्धार सहित श्री विग्रह को दर्शन करती ताहले से माने अर्चनर फल प्राप्त कर जाती। तेणु एपरिक वृंदावन रे हमर गौड़ीय संप्रदाय रे राधा श्याम सुंदर एक मंदिर अच्छी श्यामानंद प्रभुंकर से विग्रह एवं से वर्णना करा जायछि जे यदि कौन भाग्यवान व्यक्ति से विग्रह को दर्शन करिवार यही जीवन सुजोग पाती तत्क्षणात तांकर वंश समस्त भगवत साम्राज्य को उन्नीत हो पारे जदि केवल दर्शन करा। देखंतु आध्यात्मिक जीवन केते सरल सद चरणामृत पाइबा द्वारा प्रसाद पाइबा द्वारा विग्रह को दर्शन करने द्वारा भगवान नाम श्रवण करने द्वारा भागवत श्रवण करने द्वारा जड़े भगवान साम्राज्य को जापे। किंतु दुर्भाग्यवशतः आमर ये कथा विश्वास आसुनी आ शुणिले भी या जीवन में आम आचरण कर जगत रे अनेक कष्ट निमज्जित रोचे एवं तापरे होची आलती दर्शन एवं उत्सव पालन। तेणु शास्त्र वर्णना कराई भगवान पंचदीप आरती समय जो मैंने भगवान मुखारविंद दर्शन करती से लक्ष लक्ष वर्षर संचित पाप कर्मर फल भोगु मुक्त हो जाए एवं भारत वर्ष रे प्रत्येक सनातनी व्यक्ति या जानती से लगी मंदिर रे आरती समय प्रबल भिड़ हुए लोक मैंने भगवान को आरती समय देखा अभिलाष करती एपरिक ब्रह्महत्या एवं निश्चित जघन्य पाप से क्षमा पाई जाए भगवान आरती दर्शन करने द्वारा। एवं तापरे उत्सव पालन जेपरि जन्माष्टमी श्री रामनवमी वैष्णव मान आविर्भाव तिथि झूलन यात्रा दोल यात्रा सबू जड़े कौन हम भगवान को विमान रे बसैकी ग्राम्य सहर विभिन्न स्थान को निया जहाँफल लोक माने भगवान को देखिबार सुजोग पाइबे। तेणु पांचरात्रिक विधि ये सब व्यवस्था रही पथ को जड़े कौन करी अवलंबन करी भगवान को प्राप्त हो पारे। वर्तमान आम माने 10म अध्याय आरंभ करवा श्रवण एवं स्मरण
କୌଶଳ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଭକ୍ତିର ସାମନ୍ତ ସିନ୍ଧୁର ଏଥିରେ ଯାହା କୁହନ୍ତି ପ୍ରଥମେ ଶ୍ରବଣ ବିଷୟରେ ବର୍ଣ୍ଣନା କରାଯାଇଛି ଯେ କୃଷ୍ଣ ଭାବନାମୃତ ଏବଂ ଭକ୍ତି ଶ୍ରବଣରୁ ଆରମ୍ଭ ହୁଏ। ସଂସ୍କୃତରେ ଶ୍ରବଣମ ବୋଲି କୁହାଯାଏ। ତେଣୁ ବାସ୍ତବରେ ଜଣେ ଭଗବାନ କିଏ କିଭଳି ସ୍ଥାପିତ ହୁଏ ଭଗବାନ ପ୍ରସନ୍ନ ହୁଅନ୍ତି କଣ କଲେ ନିର୍ମଳ ହେଇଯାଏ ଭଗବାନଙ୍କୁ ଆମେ ଶୀଘ୍ର ବୁଝିପାରିବା ଏବଂ ଭଗବାନଙ୍କ ସହିତ ଆମର ଯୋଉ ସମ୍ପର୍କଟା ବିସ୍ମୃତ ହେଇଯାଇଛି ଯୋଉ ଶାଶ୍ୱତ ସମ୍ବନ୍ଧ ସେଟା ପାଇବା ତାହା କଣ ହୁଏ ଶ୍ରବଣରୁ ଆରମ୍ଭ ହୋଇଯାଏ। ଏବଂ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯୋଉମାନେ ଶ୍ରବଣ କରନ୍ତି ନାହିଁ ସେମାନେ କେବେ ହେଲେ ବି ଭଗବାନଙ୍କୁ ପ୍ରାପ୍ତ କରିପାରିବେ ନାହିଁ। ପ୍ରତ୍ୟେକ ଦିନ ସେଥିଲାଗି ନିତ୍ୟମ ଭାଗବତ ସେବା ଆପଣ ମାନଙ୍କ ଭିତରୁ କେତେ ଜଣ ପ୍ରତିଦିନ ଭଗବାନଙ୍କ ବିଷୟରେ କିଛି ନା କିଛି ଶ୍ରବଣ କରନ୍ତି ହ୍ୟାଣ୍ଡ ରେଜ କଲେ ପ୍ରତିଦିନ ୱିଦାଉଟ୍ ମିସ୍ କିଛି ନା କିଛି ଶ୍ରବଣ କରନ୍ତି ଚାहे ୟୁଟ୍ୟୁବ ମାଧ୍ୟମରେ ହଉ ପ୍ରତ୍ୟକ୍ଷ ଭାବରେ ହଉ ଆପଣ ଶ୍ରବଣ ବହୁତ ଭାଗ୍ୟବାନ ଆପଣ ମାନେ ଆଉ ପ୍ରୟାସ କରିବା ଦରକାର ନିଜର ଜୀବନରେ ଯେ ଆଟଲିଷ୍ଟ ଗୋଟେ ନିୟମ ଟାକୁ ପୁରା ନିର୍ଦ୍ଦିଷ୍ଟ ଆପଣଙ୍କର ସବୁଠୁ ଭଲ ପ୍ରଭୁପାଦଙ୍କର ଆପଣ ମାନେ ଶୁଣିବା ଦରକାର ବା ଆଧ୍ୟାତ୍ମିକ ଗୁରୁଙ୍କର ବା ଯୋଉମାନଙ୍କଠୁ ଆପଣ ଭଲ ଲାଗେ ଆପଣଙ୍କୁ ଶୁଣିବାକୁ ତାଙ୍କଠୁ ପ୍ରତ୍ୟେକ ଦିନ କିଛି ନା କିଛି ଶ୍ରବଣ କରିବା ଦରକାର ପ୍ରତିଦିନ କିଛି ନା କିଛି ଇନପୁଟ ଭିତରକୁ ଯିବା ଦରକାର ଏବଂ ଯେଭଳି ଜଣେ ଅଚେତ ବ୍ୟକ୍ତି ଉପରେ ପାଣି ପକେଇଲେ ସେ ସଚେତନ ହେଇଯାଇଥାଏ ଠିକ ସେଇଭଳି ଭାବରେ ଭଗବାନଙ୍କର କଥା ଶୁଣିଲେ କଣ ହବ ନା ବ୍ୟକ୍ତି ମାୟାର ସମ୍ପର୍କରୁ ସେ କଣ ହବ ମାୟାରୁ ସେ ଯାହା କୁହନ୍ତି ବିରତ ହେଇକି ଭଗବତ ଭକ୍ତିରେ ପ୍ରବେଶ କରିବାର ସୁଯୋଗ ଲାଭ କରିପାରିବ। ତେଣୁ ଏଠି କୁହାଯାଉଛି ଯେ ବାସ୍ତବରେ ଶ୍ରୀମଦ୍ ଭାଗବତମର ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ଭଗବାନଙ୍କର କାହାର ଅନ୍ ହେଇଯାଇଛି ଯେ କୋଷ୍ଟ ଅଛନ୍ତି ସେ ବନ୍ଦ କରିଦିଅନ୍ତୁ ରାଧା ଜୀବନ ପ୍ରଭୁ ଅନ୍ କରୁଛନ୍ତି ତଥାପି ସାଉଣ୍ଡ ଆସୁଛି ଠିକ ଅଛି ତେଣୁ ବର୍ଣ୍ଣନା କରାଯାଇଛି ଚତୁର୍ଥ ସ୍କନ୍ଧରେ ଯେ ଭଗବାନଙ୍କର ଯୋଉ କାର୍ଯ୍ୟକଳାପ ବର୍ଣ୍ଣନା କରୁଥିବା ସ୍ଥାନରେ ଜଣେ କଣ କରିବା ଦରକାର ବାସ କରୁଥିବା ଦରକାର ଏବଂ ବାସ କରି କଣ କରିବ ନା ଚନ୍ଦ୍ରମା ସଦୃଶ ମୁଖରୁ ବହୁଥିବା ଅମୃତର ନଦୀକୁ କର୍ଣ୍ଣ ଇନ୍ଦ୍ରିୟ ଦ୍ଵାରା ଶ୍ରବଣ କରିବା ଉଚିତ କେତେ ସୁନ୍ଦର ଉପମା ଦିଆହେଇଛି ଚନ୍ଦ୍ରମାରୁ ଯେମିତି ଅମୃତ ସ୍ରାବ ହୁଏ ଏବଂ ମାନେ ଶସ୍ୟ କୁ କଣ କରେ ରସାୟନ କରେ ଠିକ ସେଇଭଳି ଭାବରେ ଯୋଉ ଭକ୍ତ ମାନଙ୍କର ମୁଖରୁ ଭଗବାନଙ୍କର ଅମଳ କୀର୍ତ୍ତି ନିର୍ଗତ ହଉଥାଏ କର୍ଣ୍ଣ ମାଧ୍ୟମରେ ଏହାକୁ ପୂରେଇକି କଣ କରିବା ଦରକାର ହୃଦୟରେ ଧାରଣ କରିବା ଦରକାର ଏଇ ଦିବ୍ୟ ବାଣୀ ଶୁଣିବା ଯଦି ଜଣେ ଅବ୍ୟାହତ ରଖେ ସେ ନିଶ୍ଚିତ ଭାବରେ ଭୌତିକ କ୍ଷୁଧା ତୃଷ୍ଣା ଭୟ ଶୋକ ଆଦିରୁ ବା ମାୟାରୁ ସେ ମୁକ୍ତ ହେଇପାରିବ ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁ କଳି ଯୁଗରେ ଏଇ ଶ୍ରବଣ ପଦ୍ଧତିକୁ ଆତ୍ମାନୁଭୂତିର ପନ୍ଥା ବୋଲି କହିଥିଲେ ତେଣୁ ଆମମାନେ କଣ କରିବା ଦରକାର ବ୍ୟବସାୟିକ ଭିତ୍ତିରେ କଥା ଶ୍ରବଣ କରିବା କଥା ନୁହେଁ ଆମେ ଯାହା କୁହନ୍ତି ଆମର ପବିତ୍ର ପରମ୍ପରାରେ ସାଧୁଗୁରୁ ଆଚାର୍ଯ୍ୟ ମାନେ ଯୋଉମାନେ ନିଜ ଜୀବନରେ ଆଚରଣ କରନ୍ତି ଭକ୍ତିକୁ ସଦାଚାର ପାଳନ କରନ୍ତି ସେଇମାନଙ୍କଠୁ ହିଁ ଭାଗବତ ଶ୍ରବଣ କରିବା ଦରକାର ବେଳେ ବେଳେ ଅନେକ ଭକ୍ତ ମାନେ ପ୍ରଶ୍ନ କରନ୍ତି ଯେ ଆମମାନଙ୍କୁ ସେମାନଙ୍କର କଥା ଭଲ ଲାଗୁନି ବା ମଥରେ ପରମ ପୂଜ୍ୟ ଭକ୍ତି ଗୌରବ ନାରାୟଣ ସ୍ୱାଇଁ ମହାରାଜ ଗୋଟେ ବହୁତ ସୁନ୍ଦର କଥା କହିଥିଲେ ସେ ବ୍ୟକ୍ତ କରିଥିଲେ ଯେ ଯଦି ଜଣେ ବାହ୍ୟ ଲୋକଙ୍କଠୁ ଶୁଣିବ ତାହେଲେ ସେଟା ବହୁତ ମାନେ ସେଟା କଣ ହବ ନା ଆମର ମନକୁ କଣ ହବ ଆନନ୍ଦ ପ୍ରଦାନ କରିବ କିନ୍ତୁ ତାହା କଣ ହବ କିଛି ପରିବର୍ତ୍ତନ ଆଣିବନି ଆମ ହୃଦୟରେ ଆମେ ଏମିତି ଅନେକ କଥା ଆଗରୁ ଶୁଣିଥିଲେ କିନ୍ତୁ ଆମ ଜୀବନରେ ଆମେ ଖରାପ ଗୁଣକୁ ଛାଡି ପାରୁନଥିଲୁ କେବଳ ଶ୍ରୀଲ ପ୍ରଭୁପାଦଙ୍କର ଏଇ ଆନ୍ଦୋଳନ ସମ୍ପର୍କରେ ଆସିଲା ପରେ ଆମମାନେ ନିଜକୁ ଶୁଦ୍ଧ କରିପାରିଲେ ମହାରାଜ ଶ୍ରୀ ସେଥିଲାଗି ସବୁବେଳେ ଗୁରୁତ୍ୱ ଦିଅନ୍ତି ଯେ ଆମେ ଶୁଦ୍ଧ ଭକ୍ତଙ୍କଠୁ ଶୁଣିବା ଦରକାର ଯାହା ଫଳରେ ଅତି ଶୀଘ୍ର ଆମେ ଆମର ଯାହା କୁହନ୍ତି ଦୋଷ ଉପରେ
आमे विजय हासिल करि परिबा। तेणु आ विशेष करी भगवत गीता रे मध्य भगवान उपदेश देइछन्ति जे वास्तव रे जने जेतेबेले ए श्रवण अंग को कोन करे बजाय रखे सेतेबेले से कोन हो ता जीवन रे भौतिक समस्यार समान समस्यार सम्मुखीन हब नै आ से माया बंधन रु मुक्त तापरे होछि भगवान कर कृपार प्रत्याय अध्याय 8 नंबर श्लोक रे कहा जाय वास्तव रे मु हमर जीवन टा कोन ना हमर जीवन टा होछि पूर्व जन्म कर्मर फल। तृतीय भगवत गीतार तृतीय अध्याय सिद्धांत अनुसार यदि किए भल कार्य करछि ताकू कोन हेछि उन्नत परिवार जन्म मिलछि प्रचुर धन अछि जो माने पाप कार्य करंती से माने बहुत प्रकार समस्यार सम्मुखीन होती। तेणु मोर ए जीवन रे मु तले भक्ति जीवन को आसीछि वर्तमान जतले विपद आछि सेतले कोन करिया दरकार भगवान को आगे प्रार्थना करिया दरकार जे प्रभु मोर हृदय अंतरतम प्रदेश रु आपण तेणु वर्तमान पूर्व जन्मर कृत कर्मर फल भोग करिवारे लागिछि आ मु अपेक्षा करछि जे मु केबे आपनकर कृपा लाभ करिवि। एठी बहुत सुंदर गोटे श्लोक रहिछि कुलशेखर आलवारकर गोटे बहुत सुंदर श्लोक अछि से कहउचंती न निंदित कर्म तदस्ति लोक ए जगत रे एमिति किंतु भगवान पचारुचंदी ए सब कथा मो आगे कहिबारे कोन दरकार ना प्रभु वर्तमान कौन होला संप्रति वर्तमान से जो पाप कर्म करछि तार फल भोगर समय आसीगला आ ताको मु जानि सारले जे मते वर्तमान निश्चित दंड मिलियो सेति मु कोन करछि क्रंदामि संप्रति तबाग्रे मु आपन आगे केवल कांदुछि या छडा किछि मोर जहा कोंती उपाय नाही किछि प्रचेष्टा नाही आपण जदि दया करिवे ताने मु ए भयंकर विपद रु मुक्त हे तेणु ए कहउछंती जीवन जेतेबेले असुविधा बा बाधा विघ्न आसे भक्त भगवान को निवेदन करे एवं भक्ति कौन करे से अब्याहत रखे भक्ति को केबे त्याग करे भक्त तेणु ताहले से कौन हबो ना भगवत धाम को पूर्णित हे जो एतरे मुख्य शब्द हला मुक्ति पदेश दाय भाग ब्रह्मा जी कहउछंती से वास्तव रे जो माने नाना विघ्न सत्वे मध्य भगवान कर भक्ति परिवार ये को जारी रखि थांती ताहले से माने मुक्ति पाइबार अधिकारी हो जाती। तापरे होउछि स्मरण स्मरण जेकोनोसी उपाय मन मध्य कृष्ण सहित संबंध प्रतिष्ठा करिवार प्रक्रिया को स्मरण कहा जाए। विष्णु पुराण रे गोटे बहुत सुंदर उदाहरण रही जे जो माने भगवान कृष्ण को स्मरण करती से माने कौन होती बहुत महान फल शुभ फल प्राप्त हबार योग्य हो जाती। तेणु तेणु मु वर्तमान कौन करी भगवान को सतत स्मरण करिवार अभ्यास करी भगवान को केमती स्मरण करी ना भगवान को प्रणाम जणेबी एवं तांको विषय रे प्रणाम करिया द्वारा व्यक्ति समस्त पाप कर्म प्रतिक्रिया मुक्त हो जाए। प्रणाम दुख समनम तम नमामि हरि परम एवं स्मरण कौन हुए ना स्मरण कला बेले आमे प्रयास करू मन को भगवान कर धरतु आपण वृंदावनेश्वर कृष्ण बलराम को स्मरण कर कृष्ण कृष्ण को स्मरण कर प्रभु आज किभଳି वस्त्र पिंधि प्रभु केमती वंशी को धारण करमती पुष्प धारण कर तो मनटा कौन हो भितर संपर्क कटि जाऊ पुनः पुणी प्रक्रिया को स्मरण कहा ध्यान रे बारंबार स्मरण करने फल व्यक्ति ध्यान स्थिति को आसे अर्थात ध्यान स्थिति रे मन कौन हुए भगवान सहित किछि समय पाई कौन हुए संपर्कटा माने विच्छेद घटे ना से स्थिति को ध्यान कहा जाए। एवं ध्यान समय कौन हुए ध्यान रे भगवान रूप हो गुण हो कार्यकलाप हो सेवा चिंता माध्यम मन को नियोजित करवा अर्थात भगवान रूप गुण कार्यकलाप सेवा और चिंता माध्यम मन को नियोजित करवा। ध्यान अर्थ कौन शून्य को चिंता करवा नुहे। नृसिंह पुराण रे वर्णना कराई जे भगवान रूप
ଧ୍ୟାନ କରିବା ମାଧ୍ୟମରେ ଏଇ ସବୁ ମାନେ ଦୁଷ୍କୃତକାରୀ ଏବଂ ଜୀବନରେ ପାପ କର୍ମର ଫଳରୁ ଜଣେ ଉଦ୍ଧାର ପାଇଯାଏ। ଏବଂ ବାସ୍ତବରେ ଯୋଉମାନେ କୃଷ୍ଣ ଭାବନାରେ ନିଯୁକ୍ତ ଥାନ୍ତି ଭଗବାନଙ୍କର ଦିବ୍ୟ ଗୁଣ ସ୍ମରଣ କରୁଥାନ୍ତି ସେମାନେ ପାପ କର୍ମର ଫଳ ଭୋଗରୁ ସେମାନେ ମୁକ୍ତ ହେଇଯାଆନ୍ତି। ଅନେକ ଜାଗାରେ ବର୍ଣ୍ଣନା ଅଛି, ଗୋଟେ ବହୁତ ସୁନ୍ଦର ପ୍ରତିଷ୍ଠାନ ପୂର୍ବର ଜଣେ ବ୍ରାହ୍ମଣଙ୍କର କଥା ବଡ ପ୍ରସିଦ୍ଧ। ଲକ୍ଷ୍ମୀ ଏବଂ ନାରାୟଣଙ୍କ ଭିତରେ ଏଇ ବାର୍ତ୍ତାଳାପ ହଉଛି ସେ ପ୍ରତିଷ୍ଠାନ ପୂର୍ବର ବ୍ରାହ୍ମଣଙ୍କ ବିଷୟରେ, ଯାହାକୁ ରୂପ ଗୋସ୍ୱାମୀ ଭକ୍ତିର ଶାନ୍ତ ସିନ୍ଧୁରେ ଅତି ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। କିଭଳି ଭାବରେ ଅତ୍ୟନ୍ତ ଗରିବ ବ୍ରାହ୍ମଣଟି, ତା ପାଖେ ଧନର ଅଭାବ ଥିବ, ତେଣୁ ସେ ଗୋଦାବରୀରେ ପ୍ରତ୍ୟେକ ଦିନ ସ୍ନାନ କରେ ଏବଂ ସ୍ନାନ କରି ନିର୍ଦ୍ଦିଷ୍ଟ ଜାଗାରେ ବସେ, ପ୍ରାଣାୟାମ ଯୋଗ ଅଭ୍ୟାସ କରି ସେ କଣ କରେ ନା ଭଗବାନଙ୍କୁ ଚିନ୍ତନ କରେ, ତାଙ୍କୁ ପ୍ରଣାମ କରେ, ବିଭିନ୍ନ ପ୍ରକାର ଦିବ୍ୟ ବସ୍ତ୍ର ପରିଧାନ କରାଇ ଦିଏ ଭଗବାନଙ୍କୁ, ଆଭୂଷଣ ଅଳଙ୍କାର ପିନ୍ଧାଏ, ମନ୍ଦିରକୁ ପରିଷ୍କାର କରେ ଏବଂ ଯୋଉ ମନ୍ଦିରରେ ଅନେକ ସୁନା ରୂପାର ଜଳପାତ୍ର ରହିଛି ଏବଂ ସେ ଗୋଦାବରୀ ନଦୀରୁ ଜଳ ସଂଗ୍ରହ କରୁନି, ସେ ଗଙ୍ଗା, ଯମୁନା, ନର୍ମଦା, କାବେରୀରୁ ଜଳ ସଂଗ୍ରହ କରୁଛି। ବୈଷ୍ଣବ ଭାବରେ ମନ୍ତ୍ର ଉଚ୍ଚାରଣ ଦ୍ଵାରା ଏଇ ନଦୀ ମାନଙ୍କରୁ ଜଳ ସଂଗ୍ରହ କରିଥାଏ ଏବଂ ବ୍ରାହ୍ମଣ ଜଣକ ମନ୍ତ୍ର ଉଚ୍ଚାରଣ ପରିବର୍ତ୍ତେ ସେ ଧ୍ୟାନ କରୁଥାଏ ଯେ କିପରି ଭାବରେ ସୁନା ରୂପାର ଜଳ ପାତ୍ରରେ ସେ ଜଳ ପୂର୍ଣ୍ଣ କରୁଛି ଏବଂ ତାପରେ ସେ ଫୁଲ, ଫଳ, ଧୂପ, ଚନ୍ଦନ ଭଗବାନଙ୍କୁ ନିବେଦନ କରୁଛି, ଆରତି କରୁଛି। ଏଇଭଳି ଭାବରେ ପ୍ରତିଦିନ ସେ କଣ କରେ ନା ଏଇ କାର୍ଯ୍ୟକୁ ଏପରି ବର୍ଷ ବର୍ଷ କଲା ପରେ ଦିନେ ସେ କ୍ଷୀରି ପ୍ରସ୍ତୁତ କଲେ ନିଜେ ନିଜେ। ଏମିତି ନୁହେଁ ଯେ କ୍ଷୀରି ତିଆରି ହେଇଛି ଭୋଗ ଲଗଉଛି, ନାଇଁ, ପ୍ରଥମେ ଚୁଲିରେ ନିଆଁ ଲଗେଇଲେ, ତାପରେ ସେ କଣ କଲେ ନା ଘୃତ ଆଣିଲେ, ଚିନି ଆଣିଲେ, ଚାଉଳ ଆଣିଲେ ଏବଂ ଦୁଗ୍ଧ ସବୁ କରିକି ଏଇଭଳି ଭାବରେ ସେ କ୍ଷୀରି ପ୍ରସ୍ତୁତ କରିକି ଯେତେବେଳେ ଭୋଗ ଲଗେଇବାକୁ ଆଣିଲେ, କାରଣ ସାଧାରଣତଃ ଭାବରେ ଏଇଟା ରହିଛି ନିୟମ ଯେ ସବୁବେଳେ ମିଠା ଜିନିଷ ଗୁଡିକ ଥଣ୍ଡା ଭୋଗ ଲାଗିବା ଦରକାର। କ୍ଷୀରି କେବେ ବି ଗରମ ଗରମ କ୍ଷୀରି ଭୋଗ ଲଗେଇବା କଥା ନୁହେଁ। ଆଟଲିଷ୍ଟ ଯଦି ବହୁତ ବି ବ୍ୟସ୍ତତା ଥିବ, ଟିକେ ସମୟ ଫ୍ୟାନ ଦେଇକି ଥଣ୍ଡା କରିକି କ୍ଷୀରି, ମିଠା ୟାକୁ ଥଣ୍ଡା ଭୋଗ ଲଗେଇବାର ଆମର ବୈଦିକ ଶାସ୍ତ୍ରରେ ବିଧାନ ରହିଛି। ତେଣୁ ପ୍ରତିଷ୍ଠାନ ପୂର୍ବର ବ୍ରାହ୍ମଣ ସେ ଦେଖିବାକୁ ଚାହିଁଲେ ଯେ ପ୍ରକୃତରେ କ୍ଷୀରି ଥଣ୍ଡା ହେଇଛି କି ନାହିଁ ଏବଂ ଯେତେବେଳେ କ୍ଷୀରିକୁ କଣ କରୁଛନ୍ତି ମାନସରେ ଚିନ୍ତା କରୁଛନ୍ତି ଏବଂ ହାତକୁ କ୍ଷୀରିରେ ବୁଡେଇଛନ୍ତି, ଏଇ ଶରୀରରେ କଣ ହେଲା ନା ତାଙ୍କ ଆଙ୍ଗୁଳି ଦଗ୍ଧୀଭୂତ ଫୋଟକା ହେଇଗଲା ତା ଦେହରେ। ତେଣୁ ଏଇ ଦୃଶ୍ୟକୁ କିଏ ଦେଖୁଥିଲେ ନା ଲକ୍ଷ୍ମୀ ନାରାୟଣ କଣ କରୁଥିଲେ ଦେଖିକି ଆଶ୍ଚର୍ଯ୍ୟ ହଉଥିଲେ ଆଉ ଭଗବାନ ଲକ୍ଷ୍ମୀଜୀଙ୍କୁ ଦେଖଉଥିଲେ। କିନ୍ତୁ ଯେତେବେଳେ ବ୍ରାହ୍ମଣ ଏପରି ଚିନ୍ତା କରୁଥିଲା, ସେ ଦେଖିଲେ ତାର ହାତ ଲକ୍ଷ୍ମୀ ଦେବୀ ତାଙ୍କୁ ଜିଜ୍ଞାସା କରିଥିଲେ ଏବଂ ତାପରେ ନାରାୟଣ ଏଇ କଥା ତାଙ୍କୁ ଲକ୍ଷ୍ମୀ ଦେବୀଙ୍କୁ କହିଥିଲେ। ଆମମାନେ ଏଇ ସୌଭାଗ୍ୟବସ୍ତ ଆଜି ସେ ପ୍ରସଙ୍ଗକୁ ଶ୍ରବଣ କରୁଛେ। ତେଣୁ ଭଗବାନ ଲକ୍ଷ୍ମୀ ଦେବୀଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ ଏବଂ ନାରାୟଣ ଲକ୍ଷ୍ମୀ ଦେବୀଙ୍କୁ ସବୁ ବୁଝେଇଦେଲେ ଯେ କିଭଳି ନିତ୍ୟ ସ୍ମରଣ କରିବା ମାଧ୍ୟମରେ ଯାହାକୁ ସ୍ମରଣାଙ୍ଗ ସିଦ୍ଧ ହେଇଗଲା, ଅର୍ଥାତ ସାକ୍ଷାତ ରୂପେ ସ୍ମରଣ କରି ସେ ସେବାର ଫଳ ପାଇଗଲେ। ତେଣୁ ସେ ବ୍ରାହ୍ମଣ ଜଣକ ପ୍ରତିଷ୍ଠାନପୁର ବ୍ରାହ୍ମଣ ବୈକୁଣ୍ଠରେ ଲକ୍ଷ୍ମୀ ନାରାୟଣଙ୍କର ସେବା ପ୍ରାପ୍ତି କରିବାର ସୁଯୋଗ ଲାଭ କଲେ। ତେଣୁ ଜଣେ ବୁଝିପାରୁଛି ଯେ ଧ୍ୟାନରେ ଅର୍ପିତ ବସ୍ତୁ ମଧ୍ୟ ଭଗବାନ କଣ କରନ୍ତି, ଗ୍ରହଣ କରନ୍ତି। ଏଇଠି ଆଜି ବାଣୀକୁ ବିରାମ ଦଉଛେ। ଆମମାନେ ଯଦି ଆପଣ ମାନଙ୍କର ଏଇ 10ଟି ଅଧ୍ୟାୟରେ କୌଣସି କିଛି ପ୍ରଶ୍ନ ରହିଛି ଆପଣ ମାନେ ପଚାରି ପାରିବେ। ନେକ୍ସଟ କ୍ଲାସ ଆମେ ଏଇ ମାସର 26 ତାରିଖରେ ପରେ ମୁଁ ଆପଣ ମାନଙ୍କୁ ତା ପୂର୍ବରୁ ଡେଟ୍ କହିଦେବି ମୁଁ ଯେବେ ଆସିବି ଏବଂ ତାପରେ ଆମେ 2 ସପ୍ତାହ ଭିତରେ ବାକି ଯୋଉ ରହିଛି 9ଟି ଅଧ୍ୟାୟକୁ ସାରିବା ଏବଂ ଯୋଉ ଗୁରୁତ୍ୱପୂର୍ଣ୍ଣର ଶ୍ଲୋକ ରହିଛି ତାକୁ ଆମେ ତାପରେ ଚର୍ଚ୍ଚା କରିବା। 2ଟି ଶ୍ଲୋକ ରହିଛି, ବିଶେଷ କରି 2ରୁ 3ଟି ଶ୍ଲୋକ ଭକ୍ତିର ଶାନ୍ତ ସିନ୍ଧୁରେ, ତାକୁ ଜୀବ ଗୋସ୍ୱାମୀଙ୍କର କମେଣ୍ଟରୀ ସହିତ ଆମେ ଚର୍ଚ୍ଚା କରିବା। ଯଦି ଆପଣଙ୍କର ବର୍ତ୍ତମାନ ସୁଦ୍ଧା 10ଟି ଅଧ୍ୟାୟରେ କୌଣସି ପ୍ରଶ୍ନ, ଜିଜ୍ଞାସା ବା ଆପଣ କିଛି କହିବାକୁ ଚାହୁଁଛନ୍ତି ତାହେଲେ
हरे कृष्ण प्रभु। हरे कृष्ण माधव। तो जे आपण गोटे श्लोक कहते जो शयन समय सेटा गाइबा पई सेटा मोर टिके माने भूली जाइछि लास्ट रो के कहि देबे तो अच्छा, सचिंत चैतन्य चरितामृतरे अछि, आज्ञा चैतन्य चरितामृतरे से मंत्रटा अछि, आपण ताको देखि पारे नचेत हमर जो गोटे ग्रंथ भी मिलुछि भुवनेश्वर रे राधा कृष्णଙ୍କର अर्चन पद्धति सेटाको भी लिखि पारिबे। सेटा वैदिक मंत्र किंतु मु जोटा आपनको कहउतली से मंत्रटी पयाटी भली केह कराए विजन केह कराए तांबुल चर्वण राधा कृष्ण निद्रा गला सखी गण शयन कला देखि सुखी हईल मोर मन। एभली भाबरे चैतन्य चरितामृतरे महाप्रभु याको आस्वादन करछन। ठीक अछि, आउ कार कि प्रश्न अछि? जदि अब मु से मंत्रटी को पोस्ट कर देबी मजे ग्रुप पे। आज्ञा। आउ कार किछि मंतव्य प्रश्न टिप्पणी अछि? भक्ति रसामृत सिंधुर 10टी अध्याय विषय। ठीक अच्छे आपण मैंने वर्तमान दशहरा आसुची कार्तिक मास भी आरंभ हम तेणु आपण मान को बहुत बहुत धन्यवाद एवं परवर्ती किछि पूर्व निर्धारित सेवा जो मु क्लास नहीं पारनी एवं 24 तारीख पर हम माने ए क्लास को कंटिन्यू करबा तापरे आपण मानकर भक्ति शास्त्र ए सत्र विराम देब। हरे कृष्ण। वंशा कल्पतरुभ्यश्च कृपा सिन्धुभ्यो एव च पतितानां पावनेभ्यो वैष्णवेभ्यो नमो नमः। जगद्गुरु श्री प्रभुपाद की जय। हरे कृष्ण प्रभु दंडवत।